ମୋ ନାଁ ଅନ୍ନପୂର୍ଣ୍ଣା ବେହେରା। ଆମେ ରାଧେ ରାଧେ ଜଗତଗୁରୁ କୃପାଳୁ ମହାପ୍ରଭୁ ମୋ ଗୁରୁ ଅଟନ୍ତି ରାଶେଶ୍ୱରୀ ଦେବୀ। ଆଜି ମାଙ୍କର ଭଦ୍ରକାଳୀ, ଏଟା ଆମର ଜନ୍ମସ୍ଥାନ। ଏଇଠି ଆମେ ପୂଜା କରୁ, ପିଲାଦିନରୁ ଆସିଛୁ। ମାଙ୍କର ଆଜି ସିଂହ ବାହିନୀ ବହୁତ ଭଲ। ମା ତୋ ପାଦରେ ଧୂଳି ଦେ ମୋ ମୁଠାର ବଳି, ଜନମେ ଜନମେ ଗୁଣ ଗାଉଥିବି ତୋତେ କରି ଜପା ମାଳି। ମା ମା ମା। ମାଙ୍କ ପୂଜକ ଦୀପୁନ ଦୀକ୍ଷିତ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ କାଳୀ ପୂଜା ଉପଲକ୍ଷେ ଯେଉଁ ଅନୁଷ୍ଠିତ ହେଉଛି ମହାଯଜ୍ଞର ଆଜି ଚତୁର୍ଥ ଦିବସ। ଏ ଚତୁର୍ଥ ଦିବସରେ ମା ସିଂହ ବାହିନୀ ରୂପରେ ପୂଜା ପାଉଛନ୍ତି। ଏ ସିଂହ ବାହିନୀ ଭେଷ ଦୁର୍ଗତିନାଶିନୀ ବିପଦ ହାରିଣୀ ମା ଆଜି ମା ଭଦ୍ରକାଳୀ ସ୍ୱୟଂ ଦୁର୍ଗା ରୂପରେ ଆଜି ପୂଜା ପାଉଛନ୍ତି। ମାଙ୍କର ଆଜି ବିରାଜମାନ ହେଇଛନ୍ତି ସିଂହ ଏବଂ ମହିଷାସୁରକୁ ମା ଆଜି ବଧ କରିଛନ୍ତି। ମା ସୂଚେଇ ଦେଉଛନ୍ତି ଏ ସମୟରେ ଗର୍ବ ଅହଙ୍କାର ଯେଉଁ ବ୍ୟକ୍ତିତ୍ୱକୁ ମା ଆଜି ବିନାଶ କରିଛନ୍ତି ଏବଂ ଭକ୍ତମାନଙ୍କୁ ସୂଚନା ଦେଉଛନ୍ତି ଗର୍ବ ଅହଙ୍କାର ବେଶୀ ଦିନ ନୁହଁ, ଗର୍ବ ଅହଙ୍କାର ବ୍ୟକ୍ତିତ୍ୱମାନଙ୍କର ଦିନେ ନା ଦିନେ ବିନାଶ ଘଟେ। ମା ଆଜି ଭକ୍ତମାନଙ୍କୁ ଆଉ ଗୋଟିଏ ହାତରେ ମା ଆଜି ଖଡ଼୍ଗ ଚକ୍ର ତ୍ରିଶୂଳ ଗଦା ଧରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତି ରୂପରେ ମା ଆଜି ପୂଜା ପାଉଛନ୍ତି। ମୋ ନାଁ ରାଜେଶ ଅଗ୍ରୱାଲ, ମୁଁ ଭଦ୍ରକରୁ ଆସିଛି। ବହୁତ ଭଲ ଲାଗିଲା, ବହୁତ ଆନନ୍ଦ ଲାଗିଲା। ଏ ବେଶ ଆମେ କେବେ ଆସିକି ଦେଖିନୁ, ପ୍ରଥମ ଥର ଆସିକି ଦେଖୁଛୁ। 9 ଦିନ ହେଉଛି ବେଶ, ବହୁତ ଭଲ ଲାଗିଲା। ମନ୍ଦିର ବି ବହୁତ ଉନ୍ନତି ହେଇଛି, ବହୁତ ବର୍ଷ ପରେ ଆସିଛୁ, ଭଲ ଲାଗୁଛି। ଆଧ୍ୟାତ୍ମିକ ପରିବେଶ ଭଲ ଅଛି।